ସାଇକୋଲୋଜି କହିଥାଏ 4ଟି ରାତି ଦିନ ନିଜ ସ୍ତ୍ରୀର ବିଆରେ ଏହି 5ଟି ଜିନିଷ ଦେଖନ୍ତି। ତାହା ହେଉଛି ପ୍ରଥମତଃ ବିଆ ଅଧିକ କଳା ଦେଖାଯାଉଥିବ, 2ରେ ସେଥିରୁ ଦୁର୍ଗନ୍ଧ ଆସୁଥିବ, 3ରେ ଜୀବ ଲଗାଇ ଚାଟିବା ଦ୍ୱାରା ଅଧିକ ଖଟା ଲାଗୁଥିବ, 4ଥରେ ବିଆରେ ମାଣ୍ଡ ପଶେଇବା ଦ୍ୱାରା ଅଧିକ ଢିଲା ଲାଗୁଥିବ, 5ମରେ ସେହି ମହିଳାର ପାଣି ଡେରିରେ ବାହାରୁଥିବ। ତ ବୁଝିଯିବେ କି ସେହି ମହିଳା ଆଗରୁ ମୁହଁ କଳା କରିସାରିଛନ୍ତି ବୋଲି। ଝିଅମାନେ ଗାଣ୍ଡିରେ ଘିଆ ଖାଉଥିବା ସମୟରେ ପୁରୁଷମାନଙ୍କର ହାତକୁ ନିଜ ଅଣ୍ଟା ଉପରେ ଟାଣି ଆଣି କାହିଁକି ରଖିଥାନ୍ତି? ଏହାର ଉତ୍ତର ହେଉଛି ଝଟକାଟି ଆହୁରି ଜୋର କରି ଭଲ ଭାବରେ ଲାଗୁ, ସେଥିପାଇଁ ଏମିତି କରିଥାନ୍ତି। ଗୋଟେ ପୁରୁଷ ନନ୍ଷ୍ଟପ୍ କେତୋଟି ମହିଳାମାନଙ୍କୁ ଗେହି ପାରିବ? ଏହାର ଉତ୍ତର ହେଉଛି କମ୍ ସେ କମ୍ 2ଟି ମହିଳାମାନଙ୍କୁ ଘେହି ପାରିବ। ସାଇକୋଲୋଜି କହିଥାଏ ଏମିତି ସ୍ତ୍ରୀ ସେକ୍ସ ପାଇଁ ସବୁଠାରୁ ଅଧିକ ପାଗଳ ହୋଇଥାଏ ଯେଉଁ ସ୍ତ୍ରୀର ନାକ ଉପରେ କଳା ଯାଇଥାଏ। ବିବାହିତା ମହିଳାମାନଙ୍କ ସହିତ ଶାରୀରିକ ସମ୍ପର୍କ ବନାଇବା ଦ୍ୱାରା କେତେବେଳେ ପାପ ଲାଗିଥାଏ? ଏହାର ଉତ୍ତର ହେଉଛି ଯେତେବେଳେ ସେମାନେ ଉପବାସ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣ କୌଣସି ମହିଳା ଭିତରେ ଉତ୍ତେଜନା ଜାଗ୍ରତ କରି ସମ୍ଭୋଗ ନ କରି ଛାଡ଼ି ଦିଅନ୍ତି ତେବେ ସେହି ମହିଳା ଆପଣଙ୍କୁ ନିଜର ଶତ୍ରୁ ବୋଲି ମାନି ନିଅନ୍ତି।